जदि तुमे निजको निजे पसंद करूना अन्य माने यहाको किपरि पसंद करिवे। दुखरे मध्य खुशी हेबाकु शिखिथिबा व्यक्ति बुझंतु जे तांको जीवन सफल होइछि। तुमे जीवन रे हसिबाकु शिख, लोक माने निश्चित भाव में तुमको कांदिबाकु शिखाइबे। ଯେଉଁ दिन तुमे काहाकू तुमर अभ्यास रे परिणत कर, ସେହି ବ୍ୟକ୍ତି तुमको ଯେକୌଣସି ସମୟରେ ନଷ୍ଟ କରିପାରେ। ଶରୀରରେ କ୍ଷତ କରିଦିଅ ଚଳିବ, କିନ୍ତୁ ଆତ୍ମସମ୍ମାନରେ କୌଣସି ଆଘାତକୁ କେବେ ବରଦାସ୍ତ କରାଯାଇପାରିବ ନାହିଁ। ଯଦି ଆପଣ ମୁକ୍ତ ଭାବରେ ବଞ୍ଚିବାକୁ ଚାହାନ୍ତି, ତେବେ କାହା ପାଇଁ ମରନ୍ତୁ ନାହିଁ। ତୁମକୁ ମନେ ରଖିବାକୁ କାହାକୁ ବାଧ୍ୟ କର ନାହିଁ। କିଛି ଦିନ ଚୁପ୍ ରୁହ ଏବଂ ଦେଖ ତାଙ୍କ ଜୀବନରେ ତୁମର କେତେ ମୂଲ୍ୟ ଅଛି। ମୋତେ ଗୋଟିଏ କଥା କହିବାକୁ ଦିଅ, ଯଦି ତୁମେ କାହାକୁ ଆଘାତ କର ଏବଂ ସେ ଚୁପ୍ ହୋଇଯାଏ, ତେବେ ବୁଝ ଯେ ସେ ତୁମକୁ ନିଜ ଅପେକ୍ଷା ଅଧିକ ଭଲ ପାଏ। ନିଜର କୁଡ଼ିଆ ଘରେ ଶାନ୍ତିରେ ରହିବା ଅନ୍ୟର ପ୍ରାସାଦରେ ଦାସ ହେବା ଅପେକ୍ଷା ବହୁତ ଭଲ। ପ୍ରଶଂସା ସହିତ ତରଳନ୍ତୁ ନାହିଁ, କ୍ରୋଧରେ ଜଳନ୍ତୁ ନାହିଁ, ଆପଣଙ୍କର ମନ୍ଦତା ସହିତ ଫୁଟନ୍ତୁ ନାହିଁ ଏବଂ କାହାର ମଧୁର ଶବ୍ଦରେ ହସନ୍ତୁ ନାହିଁ। ଯେଉଁମାନେ ତୁମକୁ ପ୍ରଶଂସା କରନ୍ତି ନାହିଁ, ସେମାନଙ୍କ ସହିତ ରହିବା ଅପେକ୍ଷା ଏକୁଟିଆ ରହିବା ଭଲ। କିଏ କହୁଛି ମୁଁ ପସନ୍ଦ ନୁହେଁ ବୋଲି? ଅସୁବିଧା ସମୟରେ କାହାକୁ ପଚାର ଯେ ସେ ମୋତେ କେତେ ପସନ୍ଦ କରନ୍ତି। ଯେଉଁମାନେ ତୁମର ଅଶାଳୀନ ଆଚରଣ ସତ୍ତ୍ୱେ ତୁମ ସହିତ ସ୍ନେହରେ କଥାବାର୍ତ୍ତା କରନ୍ତି, ସେମାନଙ୍କୁ ପ୍ରଶଂସା କର। କିପରି ଅଛ ଠିକ୍ ସମୟରେ ପଚାର, ନଚେତ୍ ଏହା କିପରି ଘଟିଲା ବୋଲି ପଚାରିବାକୁ ପଡ଼ିବ। ଆଶା ବଞ୍ଚାଇ ରଖନ୍ତୁ ସାର୍। ଯେଉଁମାନେ ଆଜି ହସନ୍ତି, ସେମାନେ ଆସନ୍ତାକାଲି କରତାଳି ଦେବେ। ତୁମ ଜୀବନରେ କିଛି ପରିବର୍ତ୍ତନ ହେବ ନାହିଁ ଯଦି ତୁମେ ନିଜକୁ ପରିବର୍ତ୍ତନ ନ କର। ଯେତେବେଳେ ଆମେ କୌଣସି ସ୍ଥାନରେ କାହା ପାଇଁ ଭଲ କିଛି କରୁଛୁ, ତାପରେ ଆମ ପାଇଁ ମଧ୍ୟ କିଛି ଭଲ ଘଟଣା ଘଟୁଛି। ସକାଳ ଆସିବା ପର୍ଯ୍ୟନ୍ତ ଫୁଲଗୁଡ଼ିକ ମଧ୍ୟ ମନ୍ଦିର କିମ୍ବା ମଶାଣିକୁ ଯିବେ ଜାଣନ୍ତି ନାହିଁ। ତେଣୁ ଜୀବନ ଯାହା ବି ହେଉ ଖୁସିରେ ବଞ୍ଚ, କାରଣ ଆପଣ ଚିନ୍ତା କରି କିଛି ପରିବର୍ତ୍ତନ କରିବେ ନାହିଁ। ତୁମକୁ ଭଲ ପାଉଥିବା କିନ୍ତୁ ତୁମକୁ ସମର୍ଥନ କରୁନଥିବା ବ୍ୟକ୍ତିଙ୍କୁ ତୁମେ କ୍ଷମା କରିବାକୁ ସମର୍ଥ ହେବ କି? ତାଙ୍କ ପ୍ରତିଜ୍ଞା ଅଦ୍ଭୁତ ଥିଲା ଯେ ଆମେ ସାରା ଜୀବନ ଏକାଠି ବଞ୍ଚିବା। ପ୍ରେମ ସହିତ କିମ୍ବା ସ୍ମୃତି ସହିତ ମୁଁ ମଧ୍ୟ ପଚାରିଲି ନାହିଁ। ଶକ୍ତିର ପ୍ରକୃତ ଶକ୍ତି ଏହାକୁ ଦେଖାଇବାରେ ନୁହେଁ, ଏହାକୁ ଲୁଚାଇବାରେ ଅଛି। ବିଶ୍ୱାସରେ ଏତେ ଅନ୍ଧ ହୁଅ ନାହିଁ ଯେ ତୁମେ ତୁମର ଆଖପାଖର ପ୍ରକୃତ ରଙ୍ଗ ଦେଖିପାରିବ ନାହିଁ। ଭଲ ଲୋକଙ୍କୁ କଦାପି ପରୀକ୍ଷା କର ନାହିଁ। ଯେତେବେଳେ ତୁମେ ସେମାନଙ୍କୁ ମାରିବ, ସେମାନେ ଭାଙ୍ଗନ୍ତି ନାହିଁ। ଏହା ବଦଳରେ ସେମାନେ ତୁମ ଜୀବନରୁ ଦୂରେଇ ଯାଆନ୍ତି। ମନେ ରଖ, ଯଦି ତୁମେ ବହୁତ ଭଲ, ତୁମେ ଅଧିକ ବ୍ୟବହାର ହେବ। ଜୀବନକୁ ଏତେ ଶସ୍ତା କର ନାହିଁ ଯେ ଲୋକମାନେ ଏହା ସହିତ ଖେଳିପାରନ୍ତି। ତୁମର ଭାବନାକୁ ସମ୍ମାନ ଦେଉନଥିବା ବ୍ୟକ୍ତିଙ୍କ ବିଷୟରେ ପାଗଳ ହେବା ପ୍ରେମ ନୁହେଁ, ବରଂ ମୂର୍ଖତା। କିଛି ଲୋକ ତୁମକୁ ସେତିକି ଭଲ ପାଆନ୍ତି ଯେତିକି ସେମାନେ ତୁମକୁ ବ୍ୟବହାର କରିପାରିବେ। ଯେଉଁଠାରେ ସେମାନଙ୍କର ଆବଶ୍ୟକତା ସମାପ୍ତ ହୁଏ, ସେମାନଙ୍କର ପ୍ରେମ ମଧ୍ୟ ଶେଷ ହୁଏ। ବଡ଼ ମଣିଷ ହେବା ଭଲ, କିନ୍ତୁ ଭଲ ମଣିଷ ହେବା ବହୁତ ଭଲ କଥା। ଏଠାରେ କେହି ଆପଣଙ୍କୁ ସମର୍ଥନ କରିବେ ନାହିଁ। ଆପଣଙ୍କୁ ଯୁଦ୍ଧ କରିବାକୁ ଏବଂ ନିଜକୁ ପରିଚାଳନା କରିବାକୁ ପଡ଼ିବ। ବନ୍ଧୁଗଣ, ଆଶା କରେ ଆପଣଙ୍କୁ ଏହି ବିଚାରରୁ କିଛି ଶିଖିବାକୁ ମିଳିଥାଇପାରେ। ଯେଉଁ ବାର୍ତ୍ତା ଆପଣଙ୍କୁ ଭଲ ଲାଗିଥାଏ, ତାକୁ କମେଣ୍ଟ ବକ୍ସରେ ଲେଖି ଜଣାଇବାକୁ ଅନୁରୋଧ। ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହିଭଳି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିବାକୁ ଭୁଲନ୍ତୁ ନାହିଁ।